700 ବସ୍ତା ଧାନ ଛତିଶଗଡ଼କୁ ଚୋରା ଚାଲାଣ କରିବା ପାଇଁ ସଂଗୃହୀତ ଧାନକୁ ଜବତ କଲା ଓଡ଼ିଶା ପ୍ରଶାସନ। ନୂଆପଡ଼ା ଜିଲ୍ଲାର ସିନାପାଲି ବ୍ଲକର ଝାରବନ୍ଧ ପଞ୍ଚାୟତର କନ୍ଦାମୁଣ୍ଡା ଗ୍ରାମର ସିଆଲଟି ଗ୍ରାମରେ ଏହି ଚଢ଼ାଉ କରାଯାଇଥିଲା। ଯୋଗାଣ ଅଧିକାରୀ ଦେବେନ୍ଦ୍ର କୁମାର ସେଠିଆ ବେଆଇନ ଗଚ୍ଛିତ ଥିବା ଧାନ ସମ୍ପର୍କରେ ସୂଚନା ପାଇ ଏହି ଅଭିଯାନରେ ନେତୃତ୍ୱ ନେଇଥିଲେ। ପେଟ୍ରୋଲିଂ ସମୟରେ ସେ ଅଞ୍ଚଳର ଶହ ଶହ ବସ୍ତା ଧାନ ଗଦା ହୋଇଥିବା ଦେଖିଥିଲେ। ପଚରା ଯିବାରୁ ସ୍ଥାନୀୟ ଲୋକମାନେ ଶସ୍ୟର ମାଲିକାନା ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ସୀମାପାର ଚୋରା ଚାଲାଣ ପାଇଁ ଧାନ ପ୍ରସ୍ତୁତ କରାଯାଉଥିଲା। ଏକ ସୂଚନା ପାଇ ବ୍ଲକ ପ୍ରଶାସନ ଏହାର ସତର୍କତାକୁ ତୀବ୍ର କରିଥିଲେ ଏବଂ ଚଢ଼ାଉ କରିଥିଲେ। ରାଜସ୍ୱ ନିରୀକ୍ଷକ ଅରୁଣ ଅଗ୍ରୱାଲ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଜବତ ଧାନକୁ ସଂଗୃହୀତ ହେଫାଜତ ପାଇଁ ଏକ ଚାଉଳ ମିଲକୁ ହସ୍ତାନ୍ତର କରାଯାଇଛି। ଆଜ୍ଞା, ମୋର ନାଁ ହେଉଛି ଦେବୀଚରଣ ନାୟକ, ମୁଣ୍ଡା ସେଲ୍ଟରରୁ ପଡ଼ା। ଯେହେତୁ ଏ ପାଖରେ 10 ଚକିଆ ଗାଡ଼ି ଆସିକରି ଅନଲୋଡ଼ କରୁଛନ୍, ଆରୁ ଛତିଶଗଡ଼ରୁ ଆସିକରି ପିକଅପ୍ରେ ଲୋଡ଼ କରୁଛନ୍। ଏ ଧାନଟା ଆସିକରି ସପ୍ଲି ଆଜ୍ଞା ଜବତ କରି ଏ ପାଖେ ରଖିଛନ୍। ଆରୁ କେନ୍ରୁ ଆସିକରି ଏ ପାଖେ ଏ ଧାନ ଓହ୍ଲେଇ କରି ଆଜ୍ଞା ଛତିଶଗଡ଼ ପ୍ରବେଶ ଯାଉଛି। ବର୍ଷା ପରେ ଆଇଲ ସବୁ ଆଜ୍ଞା ନାୟକ, ମୁଁ କନ୍ଦାମୁଣ୍ଡା ସେଲଟି ପଡ଼ାର ଲୋକ ଯେ ଇନେ ଧାନ ଆସୁଛି ଆଜ୍ଞା। ଏ କାର୍ ଧାନ ଆଜ୍ଞା ଆମେ ନାଇଁ ଜାଣିବା। 10 ଟକିଆ ଆସୁଛି ଇନକେ ଇନୁ ନଉଛନ୍। হয় ଇନୁ ଆସିକରି 10 ଟକିଆ ଓହ୍ଲେଇ ଦେଇକରି ଆଜ୍ଞା ସେ ଗାଡ଼ି ଫେରସ୍ତ ପଲୁଛି ଯେ ଛତିଶଗଡ଼ ବାଟୁ ପିକଅପ୍ ନା ଆସିକରି ସେ ଧାନକେ ଲୋଡ଼ କରିକରି ନଉଛନ୍। କେତେ ହଜାର ପରେ ହେବା ଧାନ ପକେଟ ନା ଇନର ତ ଆଜ୍ଞା ତ ମୁନି ଗଲାର ଦେଖୁନ୍ ଆପଣ ମାନେ ସମ୍ମୁଖୀନ ମୁଁ କହୁଛେ ଯେ କି ଧାନ 1000 ପକେଟ ସେ ହେବା କି 700 ପକେଟ ହେଲେ ତ ଥଲି ଠିକ୍ ରୂପେ ମାରି ନା ଜାଣି ହେତା ଯେନ୍ତା ପାରଲେ ହେନ୍ତା ଓହ୍ଲେଇ ଦେଇଛନ୍। ସିଆଡ଼େ ଅଛି ସେ ଧାନ ବିକା ଆଜ୍ଞା। ସେ ଧାନ ପୁନି ଆଜ୍ଞା କେତେ ଦିନ ଚାଲିଛି ଏଇଟା? ଏଇଟା ହେଲା ନା ଆଜ୍ଞା, ମାସ ଖଣ୍ଡେ ହେଲା ଚାଲୁଛି ଆଜ୍ଞା। ଆଜ୍ଞା ମାନେ ଆସିଲେ କାଣା କାଣା କଲେ କି ନି କରବାର ତା ଆଜ୍ଞା ଆସିଲେ ସବଲି ଆଜ୍ଞା ଆସିଲେ ଡାକଲେ ତମେ ଜାଣିଛ କେ ବାବୁ ବାଲା କା ଆମେ नहीं ଜାଣୁ ଆଜ୍ଞା କାର୍ ଧାନ କିନେ ନଉଛେ ହେଟା ବି नहीं ଜାଣୁ। ମାତ୍ର ଛତିଶଗଡ଼ ବାଟରୁ ପିକଅପ୍ ଆସୁଛି ଆଜ୍ଞା। ଓଡ଼ିଶା ବାଟୁ 10 ଟକିଆ ଆସୁଛି। 10 ଟକିଆ ଧାନ ଏଇନା ଓହ୍ଲେଇ ଦେଉଛନ୍, ପିକଅପ୍ ନେ ସେନା ବାହାରୁଛନ୍। ଛତିଶଗଡ଼ ଚନାଲ ହଉଛି ଚ୍ୟାନେଲ ହେଉଛି ଆଜ୍ଞା। ଓହୋ ହେତ୍କି କଥା ଗୋଟେ ଜାଣୁଛୁ ଆମେ ହଁ ଯେ ଛତିଶଗଡ଼ରୁ କିନେ ନଉଛେ ଧାନ କି ଓଡ଼ିଶାରେ କିନେ ଧାନ ଛାଣୁଛେ ହେଟା ବି ତାଙ୍କର ନାଁ नहीं ଜାଣୁ ଆଜ୍ଞା। ହଁ ଧନ୍ୟବାଦ। ପରିଚୟ ଦେଇକରି କହନ୍ ଆଜି ଯେନ୍ କନ୍ଦାମୁଡ଼ା ଗାଁ ଚାଲଟି ପଡ଼ାରେ 700 ବେଗ ଧାନ ପଡ଼ିଛେ ସେଟା କେନ୍ତା ଏସେ ଭିତରେ କିଛି କହନ୍। ସାର୍ ମୋ ନାଁ ହେଉଛି ଦେବେନ୍ଦ୍ର କୁମାର ସେଠିଆ, ଇନ୍ସପେକ୍ଟର ଅଫ୍ ସପ୍ଲାଏ ସିନାପାଲି ବ୍ଲକ। ଆଉ ମୋର ଫିଲ୍ଡ ଭିଜିଟ୍ରେ କିଛି ଲୋକଙ୍କର ମାନେ ମୋତେ ସୂଚିତ କରେଇଥିଲେ ଯେ ଗୋଟେ ଜାଗାରେ 600ରୁ 700 ପ୍ୟାକେଟ୍ ଧାନ ଗଚ୍ଛିତ ହେଇଛି, ଆପଣ ଆସିକି ଦେଖିଦେବେ, ତଦନ୍ତ କରିଦେବେ ବୋଲି କହିଥିଲେ ସାର୍। ସେ କଥାକୁ ଆଧାର କରିକି ମୁଁ ଆସିଥିଲି ଆଉ ଆକ୍ଚୁଆଲି ଦେଖିଲି ଯେ ଏଠି ଗୋଟେ 700 ପ୍ୟାକେଟ୍ ବ୍ୟାଗ୍ ଖଣ୍ଡେ ପଡ଼ି ରହିଛି। ଆଉ ଗାଁବାସୀକୁ ତାଙ୍କ ୱାର୍ଡ଼ ମେମ୍ବରକୁ ଡାକିଥିଲି, ତାଙ୍କୁ ପଚାରିଥିଲି, କିନ୍ତୁ ସେମାନେ କହିଲେ ଯେ ଆମେ ୟାର କାହାର ଧାନ କିଛି ଜାଣିପାରୁନାହିଁ ବୋଲି କହିଥିଲେ ସାର୍। ସେଗୁରେ କାଣା କାର୍ଯ୍ୟାନୁଷ୍ଠାନ ଯେହେତୁ କି ଧାନର ମାଲିକ କିଏ ନୁହଁ କି ଧାନକୁ କିଏ ଦାବି କରୁନାହାନ୍ତି ବୋଲିକି ଆମ ପାଖରେ ଧାନର ମାଲିକ ସୂଚିତ କରୁନାହାନ୍ତି ବୋଲିକି ଆମେ ଏଟା ସିଜ୍ କରିବୁ ଏବେ। ଆଉ ରାଜୁ ଖାମକା ତୁକଲା ମିଲକୁ ଜମାନା ଦେବୁ। ତ ସାର୍ ଏପର୍ଯ୍ୟନ୍ତ ମାନେ ତହସିଲଦାର କିମ୍ବା ହଁ ମ୍ୟାଡ଼ାମ୍ ସମସ୍ତେ ବ୍ୟସ୍ତ ଅଛନ୍ତି। ତହସିଲଦାର ମ୍ୟାଡ଼ାମ୍ ତାଙ୍କ ରେଜିଷ୍ଟ୍ରେସନ କାର୍ଯ୍ୟ ହଁ ସାର୍ ତାଙ୍କ ସବୁ ମୋର ଯେତେ ହାୟର ଅଥରିଟିକୁ ସମସ୍ତଙ୍କୁ ଜଣାହେଇଛି। ଡିଷ୍ଟ୍ରିକ୍ଟ ଲେଭେଲ ମୁଁ CSO ସାର୍ଙ୍କୁ ଜଣେଇଛି, BDO ମ୍ୟାଡ଼ାମ୍ଙ୍କୁ ଜଣାହେଇଛି, ତହସିଲଦାର ମ୍ୟାଡ଼ାମ୍ଙ୍କୁ ଜଣେଇଛି, IASଙ୍କୁ ଜଣେଇଛି। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।